ମାଥ୍ୟୁ ଲିଖିତ ସୁସମାଚାରରୁ ପାଠ 10 ଅଧ୍ୟାୟ 16ରୁ 23 ପଦ ପର୍ଯ୍ୟନ୍ତ। ଯୀଶୁ ନିଜର ଶିଷ୍ୟମାନଙ୍କୁ କହିଲେ, ଦେଖ, ମୁଁ ତୁମମାନଙ୍କୁ ହେଟାବାଘମାନଙ୍କ ମଧ୍ୟକୁ ମେଣ୍ଢା ପରି ପଠାଉଛି। ଅତଏବ ତୁମେ ସର୍ପ ପରି ଚତୁର ଓ କପଟ ପରି ନିରୀହ ହୁଅ। ମନୁଷ୍ୟମାନଙ୍କ ପ୍ରତି ସାବଧାନ, କାରଣ ସେମାନେ ତୁମମାନଙ୍କୁ ମହାସଭାରେ ସମର୍ପଣ କରିବେ ଓ ସେମାନଙ୍କ ସମାଜ ଗୃହଗୁଡ଼ିକରେ ତୁମମାନଙ୍କୁ ପ୍ରହାର କରିବେ। ମୋ ସକାଶେ ତୁମମାନଙ୍କୁ ଶାସକ ଓ ରାଜାମାନଙ୍କ ସମ୍ମୁଖକୁ ଅଣାଯିବ। ତାହା ସେମାନଙ୍କ ଓ ବିଜାତିମାନଙ୍କ ପ୍ରତି ସାକ୍ଷ୍ୟ ସ୍ୱରୂପ ହେବ। ଯେତେବେଳେ ସେମାନେ ତୁମମାନଙ୍କୁ ସମର୍ପଣ କରିବେ, ସେତେବେଳେ ତୁମେମାନେ ଚିନ୍ତିତ ହୁଅ ନାହିଁ ଯେ କିପରି କହିବା ବା କ'ଣ କହିବା, କାରଣ କ'ଣ କହିବା ତାହା ସେହି ସମୟରେ ତୁମମାନଙ୍କୁ ଦିଆଯିବ। କାରଣ କହିବା ଲୋକ ତୁମେ ନୁହଁ, କିନ୍ତୁ ତୁମ ପିତାଙ୍କ ଆତ୍ମା ତୁମ ଦେଇ କଥା କହିବେ। ଭାଇ ଭାଇକୁ ଓ ବାପା ପୁଅକୁ ମୃତ୍ୟୁ ନିମନ୍ତେ ସମର୍ପଣ କରିବେ, ଆଉ ସନ୍ତାନମାନେ ସେମାନଙ୍କ ପିତାମାତାଙ୍କ ବିରୁଦ୍ଧରେ ଉଠି ସେମାନଙ୍କ ମୃତ୍ୟୁର କାରଣ ହେବେ। ମୋ ନାମ ସକାଶେ ତୁମେମାନେ ସମସ୍ତଙ୍କ ଦ୍ୱାରା ଘୃଣିତ ହେବ, କିନ୍ତୁ ଯେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ, ସେ ପରିତ୍ରାଣ ପାଇବ। ଗୋଟିଏ ସହରରେ ତୁମ ପ୍ରତି ନିର୍ଯାତନା ହେଲେ ଅନ୍ୟ ଏକ ସହରକୁ ଯାଅ। ମୁଁ ସତ୍ୟ କହୁଛି, ତୁମେମାନେ ଇସ୍ରାଏଲ ଦେଶର ସମସ୍ତ ସହରଗୁଡ଼ିକୁ ଯାଇନଥିବ, ତା ପୂର୍ବରୁ ମନୁଷ୍ୟପୁତ୍ର ଆଗମନ କରିବେ। ପ୍ରଭୁଙ୍କର ସୁସମାଚାର। ପ୍ରିୟ ବନ୍ଧୁଗଣ, ପ୍ରଭୁ ଯୀଶୁଖ୍ରୀଷ୍ଟ ତାହାଙ୍କର ମିଶନ କାର୍ଯ୍ୟ ଆରମ୍ଭ କରିଛନ୍ତି, ପରିତ୍ରାଣ କାର୍ଯ୍ୟ ଆରମ୍ଭ କରିଛନ୍ତି। ମନୁଷ୍ୟ ଅବତାର ଗ୍ରହଣ କଲା ପରେ 30 ବର୍ଷ ସମୟରେ ସେ ନିଜର କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହି ପୃଥିବୀରେ ସେ ଯୋସେଫ ଏବଂ ମାରିଆଙ୍କର ପୁଅ ହୋଇ ଜନ୍ମ ହେଲେ। ବର୍ତ୍ତମାନ ସେ ନିଜକୁ ପରମେଶ୍ୱରଙ୍କର ଏକମାତ୍ର ପୁତ୍ର ବୋଲି ଘୋଷଣା କରିବେ। ମନୁଷ୍ୟ ହିସାବରେ ନିଜକୁ ମନୁଷ୍ୟ ପୁତ୍ର ବୋଲି ଘୋଷଣା କରିବେ। ତେଣୁ ଏହି 3 ବର୍ଷ ମଧ୍ୟରେ ସେ ପ୍ରଥମେ 12 ଜଣ ପ୍ରେରିତମାନଙ୍କୁ ପ୍ରେରଣ କରନ୍ତି, ତାପରେ 72 ଜଣ ଶିଷ୍ୟମାନଙ୍କୁ ପ୍ରେରଣ କରିବେ। ଏହିପରି ଭାବରେ ସେ ସେମାନଙ୍କୁ ପ୍ରଶିକ୍ଷଣ ଦେବେ। ତେଣୁ ଆଜି ସେ କହୁଛନ୍ତି, ମୁଁ ତୁମମାନଙ୍କୁ ମେଣ୍ଢା ପରି ପଠାଉଅଛି। ହେଟାବାଘମାନଙ୍କ ମଧ୍ୟକୁ ମେଣ୍ଢା ପରି ପଠାଉଅଛି, କାରଣ ଲୋକମାନେ ମେଣ୍ଢାବାଘ ପରି, ହେଟାବାଘ ପରି, ଆଉ ତୁମେମାନେ ହେଉଛ ମେଣ୍ଢା ପରି। ତେଣୁ ତୁମେମାନେ ସର୍ପ ପରି ଚତୁର ହେବ ଆଉ କପଟ ପରି ନିରୀହ ହେବ। ଏହି କଥା ଯୀଶୁଖ୍ରୀଷ୍ଟ ନିଜର ପ୍ରେରିତମାନଙ୍କୁ କହୁଛନ୍ତି। ହେଟାବାଘମାନଙ୍କ ପାଖକୁ ଶିଷ୍ୟମାନେ ଯାଉଛନ୍ତି ମେଣ୍ଢା ପରି, ସେଥିପାଇଁ ସେମାନେ ସର୍ପ ପରି ଚତୁର ହେବା ଆବଶ୍ୟକ ଆଉ କପଟ ପରି ନିରୀହ ହେବା ଆବଶ୍ୟକ। ସେମାନେ ମନୁଷ୍ୟମାନଙ୍କ ପ୍ରତି ସାବଧାନ ହେବା ଦରକାର, କାରଣ ଏହି ମନୁଷ୍ୟମାନେ ଶିଷ୍ୟମାନଙ୍କୁ ସମାଜ ଗୃହରେ ପ୍ରହାର କରିବେ। ଯୀଶୁଙ୍କ ନାମ ସକାଶେ ସେମାନେ ଶାସକମାନଙ୍କ ଦ୍ୱାରା, ରାଜାମାନଙ୍କ ଦ୍ୱାରା, ସେମାନେ ବିଜାତୀୟମାନଙ୍କ ଦ୍ୱାରା ସେମାନେ ଘୃଣିତ ହେବେ। ତଥାପି ସେମାନେ ଏମାନଙ୍କୁ ସାକ୍ଷ୍ୟ ଦେବେ। ଯୀଶୁଙ୍କ ବିଷୟରେ ଏମାନେ ଏ ସମସ୍ତଙ୍କୁ ସାକ୍ଷ୍ୟ ଦେବେ। ଯେତେବେଳେ ଏହି ବିଜାତି ଲୋକମାନେ ଶାସକମାନଙ୍କ ଓ ରାଜାମାନଙ୍କ ସମ୍ମୁଖରେ ସମର୍ପଣ କରିବେ, ସେତେବେଳେ ତମେ ସାକ୍ଷ୍ୟ ଦେବା ପାଇଁ ଚିନ୍ତିତ ହୁଅ ନାହିଁ। କ'ଣ କହିବ ବା କିପରି କହିବ, ସେଥିପାଇଁ ତମେ ଚିନ୍ତିତ ହେବ ନାହିଁ। ପ୍ରେରିତମାନେ ଚିନ୍ତିତ ହେବା ଦରକାର ନାହିଁ। ସାକ୍ଷ୍ୟ ଦେବା ସମୟରେ ପିତା ପରମେଶ୍ୱର ନିଜେ, ପବିତ୍ର ଆତ୍ମା ନିଜେ ସେମାନଙ୍କ ମୁଖ ଦେଇ କଥା କହିବେ।
ପିତାଙ୍କ ଆତ୍ମା ଶିଷ୍ୟମାନଙ୍କ ଦେଇ କଥା କହିବେ। ତେଣୁ ଭାଇ ଭାଇକୁ, ବାପା ପୁଅକୁ ମୃତ୍ୟୁଦଣ୍ଡର କାରଣ ହେଲେ ମଧ୍ୟ ବା ସନ୍ତାନମାନେ ପିତାମାତାଙ୍କର ମୃତ୍ୟୁର ଦଣ୍ଡ କାରଣ ହେବେ। ଆଉ ଯୀଶୁଙ୍କ ନାମ ସକାଶେ ସେମାନେ ଘୃଣିତ ହେବେ। କିନ୍ତୁ ଯେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ ସେ ପରିତ୍ରାଣ ପାଇବ। କାରଣ ଏହି ପୃଥିବୀରେ ଶୈତାନ ଶାସନ କରୁଥିବାରୁ ଏହି ଲୋକମାନେ ଯୀଶୁଙ୍କୁ ଘୃଣା କରିବେ, ତାହାଙ୍କର ଶିଷ୍ୟ ଶିଷ୍ୟାମାନଙ୍କୁ ଘୃଣା କରିବେ, ଯୀଶୁଙ୍କର ପ୍ରେରିତମାନଙ୍କୁ ଘୃଣା କରିବେ, ଆଉ ସେମାନଙ୍କୁ ସେମାନେ ହତ୍ୟା କରିବା ପାଇଁ ଚେଷ୍ଟା କରିବେ। ତେଣୁ ତ ଆମେ ଦେଖୁଅଛୁ ଏହି 12 ଜଣ ପ୍ରେରିତମାନଙ୍କ ମଧ୍ୟରୁ ଯୋହନଙ୍କ ଛଡ଼ା ସମସ୍ତେ ଶହୀଦ ହେଲେ। ତେଣୁ ଯୀଶୁଖ୍ରୀଷ୍ଟ କହୁଛନ୍ତି, ଗୋଟିଏ ସହରରେ ଲୋକମାନେ ତୁମକୁ ନିର୍ଯାତନା ଦେଲେ ଅନ୍ୟ ସହରକୁ ଯାଅ। ତେଣୁ ତମେ ବିଭିନ୍ନ ସହରକୁ ଯାଇ ମୋ ବିଷୟରେ ସେମାନଙ୍କୁ ଶିକ୍ଷା ଦିଅ। ଆଉ ତେଣୁ ଯୀଶୁ ତାହାଙ୍କର ପ୍ରେରିତମାନଙ୍କୁ, ବିଶେଷ କରି ତାହାଙ୍କର ଯିହୁଦୀ ପ୍ରେରିତମାନଙ୍କୁ କହୁଛନ୍ତି ଯେ ଇସ୍ରାଏଲ ଦେଶର ସମସ୍ତ ସହରଗୁଡ଼ିକୁ ଯାଇନଥିବ, ତମେ ସେମାନଙ୍କୁ ଖ୍ରୀଷ୍ଟିଆନ କରିପାରିନଥିବ ବା ଯୀଶୁଙ୍କର ଶିଷ୍ୟ ଶିଷ୍ୟା କରିପାରିନଥିବ। ତା ପୂର୍ବରୁ ମନୁଷ୍ୟପୁତ୍ର ଆଗମନ କରିବେ। ଅର୍ଥାତ୍ ଯିହୁଦୀମାନେ ସହଜରେ ଯୀଶୁଖ୍ରୀଷ୍ଟଙ୍କୁ ମସିହ ବା ଖ୍ରୀଷ୍ଟ ବୋଲି ସେମାନେ ଗ୍ରହଣ କରିବେ ନାହିଁ। ଏତେ ଶୀଘ୍ର ସେମାନେ ଗ୍ରହଣ କରିବେ ନାହିଁ। ତେଣୁ ଅତି କମ୍ ଯିହୁଦୀ ଯୀଶୁଙ୍କୁ ଗ୍ରହଣ କଲେ। ଯେମିତି 12 ଜଣ ପ୍ରେରିତ ଆଉ କେତେ ହଜାର ଯିହୁଦୀମାନେ ସେମାନେ ଗ୍ରହଣ କଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ସାରା ଇସ୍ରାଏଲ ଦେଶ ଯୀଶୁଙ୍କୁ ଗ୍ରହଣ କରିନାହିଁ। ସେମାନେ ଏବେ ପର୍ଯ୍ୟନ୍ତ ଇସ୍ରାଏଲ ଦେଶ 1948 ଖ୍ରୀଷ୍ଟାବ୍ଦରେ ଇସ୍ରାଏଲ ଦେଶ ନାମିତ ହେଲା, ତାହା ଯିହୁଦୀ ଦେଶ ନାମରେ ପରିଚିତ, ଖ୍ରୀଷ୍ଟିଆନ ଦେଶ ନାମରେ ପରିଚିତ ନୁହଁ। ତେଣୁ ଯୀଶୁଖ୍ରୀଷ୍ଟ କହୁଛନ୍ତି, ମୋର ଦ୍ୱିତୀୟ ଆଗମନ ପର୍ଯ୍ୟନ୍ତ, ଅର୍ଥାତ୍ ମନୁଷ୍ୟପୁତ୍ରଙ୍କର ଦ୍ୱିତୀୟ ଆଗମନ ପର୍ଯ୍ୟନ୍ତ ସେମାନେ ଯିହୁଦୀ ହୋଇ ହିଁ ରହିଥିବେ। କାରଣ କେତେ ଲୋକ ଖ୍ରୀଷ୍ଟିଆନ ହେଲେ ଆଉ ବାକି ଲୋକ ଯିହୁଦୀ ହୋଇ ହିଁ ରହିଥିବେ। ବିଶେଷ କରି ଇସ୍ରାଏଲ ଦେଶରେ ସେମାନେ ଯିହୁଦୀ ହୋଇ ହିଁ ରହିଥିବେ। ଅନ୍ୟ ଦେଶରେ ମଧ୍ୟ ଯିହୁଦୀମାନେ ଅଛନ୍ତି, ଅନ୍ୟ ଦେଶରେ ଥିବା ଯିହୁଦୀମାନେ ମଧ୍ୟ ଖ୍ରୀଷ୍ଟିଆନ ହୋଇଛନ୍ତି। କିନ୍ତୁ ଇସ୍ରାଏଲ ଦେଶରେ ଯିହୁଦୀମାନେ ଯିହୁଦୀ ହୋଇ ହିଁ ରହିଥିବେ। ହେଇପାରେ ଅଳ୍ପ କେତେକ ଯିହୁଦୀ ଖ୍ରୀଷ୍ଟିଆନ ହୋଇ ରହିବେ। ତେଣୁ ଇଏ ହେଉଛି ଯୀଶୁଖ୍ରୀଷ୍ଟଙ୍କର କଥା, ଯୀଶୁଖ୍ରୀଷ୍ଟଙ୍କର ବାକ୍ୟ, ଯୀଶୁଖ୍ରୀଷ୍ଟଙ୍କର ପ୍ରତିଜ୍ଞା। ତେଣୁ ଆମର କର୍ତ୍ତବ୍ୟ ହେଉଛି ପ୍ରତ୍ୟେକ ବ୍ୟକ୍ତିଙ୍କୁ ଯୀଶୁଙ୍କ ବିଷୟରେ ଶିଖେଇବା, ଯିହୁଦୀମାନଙ୍କୁ ହଉ କି ବିଜାତିମାନଙ୍କୁ ହଉ। ତେଣୁ ଆସନ୍ତୁ ଆମର କାର୍ଯ୍ୟ ଆମେ କରିବା, ଆଉ ପବିତ୍ର ଆତ୍ମା ଆମର ସାଥୀ ହୋଇ ଆମମାନଙ୍କର ସାକ୍ଷ୍ୟ ଦେବ।